ଧନ, ମୁଁ କ'ଣ କହୁଥିଲି କି ଆଜି ସନ୍ଧ୍ୟାରେ ଯାତ୍ରା ଆଡ଼େ ଟିକେ ବୁଲିଯିବା। ଠିକ୍ ଖାଇ ବସି 2 ଗୁଣ୍ଡା ଭାତ ପାଟିକୁ ନେଇଛି କି ନାହିଁ ଗେହ୍ଲେ ହୋଇ କହିବା ଆରମ୍ଭ କଲା ମିତା। ମୁଁ ନିରୁତ୍ତର ହୋଇ ଚୁପଚାପ ଖାଇ ଚାଲିଥାଏ, କାରଣ ମଧ୍ୟାହ୍ନ ଭୋଜନର ସମୟ କେତେବେଳେ ଗଢ଼ି ଯାଇଥାଏ। ଡ୍ୟୁଟି ସାରି ଆସି ମୁହଁ ହାତ ଧୋଇ ଭାତ ଥାଳିରେ ବସିଲା ବେଳକୁ ଶୟନ କକ୍ଷର ଦ୍ୱାର ଉପରେ ଟଙ୍ଗା ହୋଇଥିବା କାନ୍ଥ ଘଣ୍ଟା ତାର ଦୈନନ୍ଦିନିଆ କାର୍ଯ୍ୟଶୈଳୀରେ ଠନ୍ ଠନ୍ ହୋଇ 4 ଥର ଶବ୍ଦ କରି ସାରିଥାଏ। ପୋଲିସ ଚାକିରି ହିଁ ଏୟା, କେତେବେଳେ ଘରୁ ବାହାରିଯିବ ପୁଣି କେତେବେଳେ ଘରୁ ଫେରିବ ତାର କିଛି ଠିକ୍ ଠିକଣା ନଥାଏ। ଏଇ ଧନୁଯାତ୍ରା ସମୟରେ ଡ୍ୟୁଟି କଥା ତ ନ କହିବା ଭଲ। କ'ଣ ନା କଂସ ମହାରାଜାଙ୍କର ଶାସନ। ସେଦିନ ଡ୍ୟୁଟିରୁ ଫେରୁ ଫେରୁ ସମୟ ଅପରାହ୍ନ 3:30। ଏ କ'ଣ କହୁଛ? ହଁ ନା ନା ଯେ? ଆରେ ମୋ କଥା ଟିକେ ବୁଝୁନ କାହିଁକି? ଏବେ ତ ଜଷ୍ଟ ଫେରିଲି, କାଲି ରାତି 3ଟା ପର୍ଯ୍ୟନ୍ତ ଅନିଦ୍ରା। ମୁଁ ମଣିଷ ନା ପଶୁ? ମୋର ବି ତ ଟିକେ ରେଷ୍ଟ ଦରକାର। ମୁଁ ବି ମଣିଷ, ମେସିନ୍ ନୁହେଁ ହେଲା। ମୁଁ ତୁମକୁ ବାଧ୍ୟ କରୁଛି କି ମୋତେ ଯାତ୍ରା ଦେଖେଇ ନେବା ପାଇଁ? ଇଚ୍ଛା ଅଛି ଯଦି ହଁ କୁହ, ନାଇଁ ତ ନାଇଁ। ଏତେ ରାଗୁଛ କାହିଁକି ଯେ? ଆଉ ମୁଁ ତମ କଥା ବୁଝୁନି ନାଇଁ? ମୁଁ ତମ କଥା ବୁଝୁନଥିଲେ 4ଟା ପର୍ଯ୍ୟନ୍ତ ନ ଖାଇ ନ ପିଇ ତମକୁ ଅପେକ୍ଷା କରିନଥାନ୍ତି ହେଲା। ଆରେ ବାବା, ମୁଁ ତମକୁ ଆଗରୁ କହିଛି ନା, ରାସଲୀଳା ଦିନ ଆଉ କଂସ ବଧେ ଦିନ ଯେମିତି ବି ହେଉ ଯାତ୍ରା ଦେଖେଇ ନେବି ବୋଲି। 2 ଦିନ ତକ ଯାଇକି ଫେରିଲେଣି। ବରଗଡ଼ରେ ରହୁଛି ବୋଲି 11 ଦିନ ଯାକ ଯାତ୍ରା ଦେଖି ଯିବା ନା କ'ଣ? ଯିବାର ଅଛି ଯଦି ଏକା ଯାଅ, ମୋତେ କିଛି କୁହନି। ଖାଇବା ପରେ ଗାମୁଛାରେ ହାତ ପୋଛି ପୋଛି କିଛି ସମୟ ବିଶ୍ରାମାର୍ଥେ ବେଡରୁମ୍ ଭିତରୁ ପ୍ରବେଶ କଲେ। ମିତା ଖାଇଲା କି ନାହିଁ ମୁଁ ଠିକ୍ ସେ ଜାଣେ। ସେଦିନ କିନ୍ତୁ ଖୁବ୍ ଶୀଘ୍ର ଖାଇବା ଜାଗାରୁ ଉଠି ଯାଇଥିଲା ସେ। ରୋଷେଇ ଘରର ବେସିନ୍ରୁ ଆସୁଥିବା ବାସନ କୁସନର ମଜାମଜି ଶବ୍ଦରୁ ଜଣାପଡ଼ୁଥିଲା ସେ ଟିକେ ରାଗି ଯାଇଛି। ଦମ୍ ଦମ୍ ଶବ୍ଦରେ ଭିତରକୁ ପଶି ଆସି କଡ଼ମାଡ଼ି ଶୋଇଗଲା ମୋ ପାଖରେ। ଏସବୁ ଦେଖି ମୋତେ ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥାଏ। ବିବାହର 2-2.5 ବର୍ଷ ଭିତରେ କେବେ ମିତାକୁ ଏମିତି ରାଗିବାର ମୁଁ ଦେଖିନଥିଲି। ମୋ ବିପରୀତ ଦିଗକୁ ମୁହଁ କରି ଅବ୍ୟକ୍ତ ଅସ୍ପଷ୍ଟ ସ୍ୱରରେ ସେ କେତେ କ'ଣ କହି ଚାଲିଥାଏ। ବୁଝିଲ ମିତା, ନିଜକୁ ନିଜେ ଶୁଣିଲା ଭଳି ଗୁଣଗୁଣେଇଲେ କିଛି ସମାଧାନର ବାଟ ବାହାରିବନି। ଯାହା କହିବାର ଅଛି ଠିକ୍ ସେ କୁହ। ମୁଁ ତୁମର କିଏ ଯେ ତୁମ ପାଖରେ ମୋ ପାଇଁ ସମୟ ଥିବ? ମୁଁ ଜାଣିଗଲି ଏହା ଆଗରୁ କହିଥିବା କେଇ ପଦ କଥାକୁ ସେ ଧରି ବସିଛି। ମୁଁ କେବେ ବି ତା ଉପରେ ରାଗେନି। ବୋଧେ ସେଦିନ ଟିକେ ରାଗିଗଲି ବୋଲି ମନକୁ ଟିକେ ଉଣା କରିଦେଲା। ବିବାହ ହେଇ ଆସିବାର 2-2.5 ବର୍ଷ ବିତିଗଲା। ଏହା ମଧ୍ୟରେ ତମେ ମୋ ପୁଅର ମା ହେଇଛ। ତଥାପି ତମେ କିଏ ବୋଲି ପଚାରୁଛ ଯଦି ଧିକ୍ ମୋର ସେ ମରଦ ପଣିଆ, ଆଉ ଧିକ୍ ମୋର ସେ ବାପା ହେବାର ଆବଶ୍ୟକତା। ଏମିତି ଏଣୁତେଣୁ କିଛି ହାସ୍ୟରସାତ୍ମକ କଥା କହି ମନେଇବା ପାଇଁ ଚେଷ୍ଟା କଲି। କିଛି ମୁହୂର୍ତ୍ତର ନିଶ୍ଚଳତା ପରେ ତକିଆ ତଳ ସ୍ମାର୍ଟଫୋନ୍ଟେ ବାହାର କରି ଗ୍ୟାଲେରୀ ଭିତରୁ କିଛି ଫଟୋ ଖୋଜୁ ଖୋଜୁ କହିଲା, ୟାଙ୍କ ପାଇଁ ସମୟ ଅଛି, ହେଲେ ମୋ ପାଇଁ ସମୟ ନାହିଁ। କାଲି ରାତିରେ ସାଙ୍ଗମାନଙ୍କ ସହିତ ଯାତ୍ରା ଯିବା ବାହାନାରେ ଏସବୁ ସୁଖ ଲାଭ କରିଛ ତ? ରାତି 3ଟା ପର୍ଯ୍ୟନ୍ତ ଅନିଦ୍ରା ହେଲେ କ୍ଷତି କ'ଣ? ଏ କଥା ଶୁଣି ମୋ ଛାତିଟା ଧକ୍ କଲା। ଏସବୁ ଫଟୋ ମିତା ପାଇଲା କୋଉଠୁ? କିଏ ସେ ଗୁପ୍ତଚର ଯିଏକି କିଛି ସମୟରେ ଅକସ୍ମାତ ଘଟଣାକୁ ନେଇ ଆମ ଦାମ୍ପତ୍ୟ ଜୀବନର ଫାଟ ସୃଷ୍ଟି କରିବାର ପ୍ରଚେଷ୍ଟା କରୁଛି? ଆଉ ମିତା ବି ସେଇ ମିଛ ମିଛିକା ଫଟୋରେ ବାଇ ହୋଇ ମୁହଁଟାକୁ କୁଲା କରି ଫୁଲେଇଛି। ହେଲେ ମିତା କ'ଣ ମୋତେ ଆଜି ପର୍ଯ୍ୟନ୍ତ ଚିହ୍ନି ପାରିଲା ନାହିଁ? ଏସବୁ ଜାଣିବା ପାଇଁ ମୋ ମନଟା ବ୍ୟଗ୍ର ହେଉଥାଏ ସତ, ହେଲେ ଗତକାଲି ରାତିର କିଛି ଘଟଣାବଳୀ ସହିତ ମିତା ଦେଖେଇଥିବା ଏଇ 2-3ଟି ଫଟୋ ସୁଷମା ସହିତ ବିତେଇଥିବା ଅତୀତର ସ୍ମୃତିକୁ ସତେଜ କରି ଦେଉଥାଏ। ହଁ, ଦିନେ ମୁଁ ବି ଭଲ ପାଉଥିଲି। ବାହା ହେବାର 6 ବର୍ଷ ପରେ ବି ସୁଷମାର ସେହି ରୂପ ଓ ଲାବଣ୍ୟର ଲେଶ ମାତ୍ର ଉଣା ହୋଇନି। ସେ ତା ସ୍ୱାମୀ ସହିତ ବହୁତ ଖୁସିରେ ସୁଖର ସଂସାର କରିଛି ଜାଣି ମୁଁ ବହୁତ ଖୁସି ହେଇଥିଲି। ଖୁସି ନ ହେବି ବା କେମିତି? ସେ ଥିଲା ମୋ ପ୍ରେମିକା। ତା ସୁଖୀରେ ମୁଁ ଖୁସି। ଦୁହେଁ ଦୁହିଁଙ୍କୁ ପ୍ରାଣ ଦେଇ ଭଲ ପାଉଥିଲୁ। ହେଲେ ସବୁ ପ୍ରେମର ସଫଳତା ଯେ ବିବାହ ବନ୍ଧନରେ ଶେଷ ହୁଏ ତାହା ନୁହେଁ। ଆଉ ଆମ କ୍ଷେତ୍ରରେ ବି ସେୟା ହିଁ ହେଇଥିଲା।
ମେଟ୍ରିକ ବେଳର କଥା। ରାତିରେ ବହୁତ ବର୍ଷା ହେଉଥାଏ। ଆର ଦିନ ସକାଳୁ ସ୍କୁଲ ଛୁଟି ହୋଇଯାଇଥାଏ। ହେଲେ ଦଶମ ଶ୍ରେଣୀର ପିଲାଙ୍କ ଭାଗ୍ୟରେ ସେ ଛୁଟି ନଥିଲା। ସେ ବର୍ଷ ବୋର୍ଡ ପରୀକ୍ଷା। ଝିପିଝିପି ବର୍ଷା ହେଉଥାଏ। ବିଜ୍ଞାନ କ୍ଲାସ୍ ଆରମ୍ଭ ହୋଇଯାଇଥାଏ। ଠିକ୍ ଏତିକି ବେଳେ ସୁଷମା ଆଉ ତାର ଜଣେ ସାଙ୍ଗ ଏକ ରଙ୍ଗ ବେରଙ୍ଗର ଛତା ତଳେ କ୍ଲାସ୍ ରୁମ୍ରେ ଆସି ପହଞ୍ଚିଲେ। ସାରଙ୍କ ଟେବୁଲ ପାଖରେ ଠିଆ ହୋଇ ସୁଷମା ଆଉ ତା ସାଙ୍ଗ ନଜର ପକାଉଥାନ୍ତି କେଉଁ ଏକ ଶୁଷ୍କ ବସିବା ସ୍ଥାନ ଉପରେ। ଗୋଟିଏ 4 ଜଣିଆ ବେଞ୍ଚରେ ମୁଁ ଏକା ବସିଥାଏ। ଅବଶ୍ୟ ମୁଁ ବସିଥିବା ଅଳ୍ପ ଜାଗାକୁ ଛାଡ଼ିଦେଲେ ବାକି 3 ଜଣଙ୍କ ଜାଗା ବର୍ଷା ଜଳରେ ଜୁଡୁବୁଡୁ ହୋଇଥାଏ। ତଥାପି ସାର୍ ମୋ ଆଡ଼କୁ ଦେଖି ଟିକେ ଆଡ଼ଜଷ୍ଟ କରି ଆଉ ଜଣଙ୍କୁ ବସିବା ପାଇଁ ନିର୍ଦ୍ଦେଶ ଦେଲେ। ଚୁପଚାପ ସୁଷମା ଆସି ବସିଗଲା ମୋ ପାଖରେ। କୈଶୋର ଅବସ୍ଥାରେ 2ଟି ବିପରୀତ ଲିଙ୍ଗ ପାଖାପାଖି ବସି ସଂଯମତା ରକ୍ଷା କରିବା କେତେ ଯେ ଜଟିଳ ଏହା ସମସ୍ତଙ୍କୁ ବେଶ ଜଣା। ହେଲେ ଆମେ ନିଜ ନିଜକୁ ସମ୍ଭାଳି ଭଦ୍ରାମୀର ପରିଚୟ ଦେବାର ଲାଗି ପଡ଼ିଥିଲୁ ସାରଙ୍କ ଆଗରେ। ଯେତେ ଜାକିଜୁକି ହୋଇ ବସିଲେ ବି ବେଞ୍ଚ ତଳେ ଥିବା 4ଟି ପାଦ ଆମ ଅଜଣାତରେ ଅନେକ ସ୍ପର୍ଶ ସୁଖ ଅନୁଭବ କରୁଥିଲା। ସେଦିନର ସେହି ପାଦ ସ୍ପର୍ଶ ଏବଂ ସୁଷମାର ଅନୁକୂଳାତ୍ମକ ସ୍ୱଭାବ ମୋ ମନରେ ତାକୁ ଭଲ ପାଇବାର ମଞ୍ଜି ପୋତି ଦେଲା। ସେହି ଦିନଠାରୁ ସୁଷମା ମନରେ ମୋ ପ୍ରତି କେମିତି ଭାବନା ଜାତ ହୋଇଥିଲା ତାହା ଜାଣିନଥିଲେ ବି ମୁଁ ମନେ ମନେ ତାକୁ ମୋର ମନର ରାଣୀ କରିସାରିଥିଲି। ତାପରେ ମୋତେ ଦେଖିବା ମାତ୍ରେ ତାର ସେହି କଇଁଫୁଲିଆ ହସର ମୋହିନୀ ମୋ ମନକୁ ମୋହି ନେଉଥିଲା। ଆମ ଭାବଭଙ୍ଗୀରୁ କିଛି ଦିନ ଭିତରେ ଆମ କ୍ଲାସରେ ସମସ୍ତେ ଜାଣିସାରିଥିଲେ ଆମେ ଦୁହେଁ ଏକ ପ୍ରେମ ବଳୟର 2ଟି ପ୍ରେମ ପାଗଳ ପାଗଳି ବୋଲି। କିନ୍ତୁ ସେଦିନ ସୁଷମା ବହୁତ କାନ୍ଦିଥିଲା। ଯେଉଁଦିନ କେଉଁ ଏକ ଅଜଣା ବ୍ୟକ୍ତି ଆମ୍ବ କୋଇଲି ସାହାଯ୍ୟରେ ଝିଅ ପିଲାଙ୍କ ପରିସ୍ରାଗାରରେ ଏକ ବଡ଼ ହୃଦୟ ଚିହ୍ନ ଭିତରେ ତା ନାଁ ସହିତ ମୋ ନାଁକୁ ଯୋଡ଼ି ଲେଖିଥିଲା। ତାର ସେହି ଆଖିର ଲୁହ ମୋତେ ପ୍ରେମର 2 ପାଦ ପଛଘୁଞ୍ଚା ଦେବା ପାଇଁ ବାଧ୍ୟ କରିଥିଲା। ହେଲେ ତାର ସେହି ଚିରାଚରିତ ମୁରୁକି ହସର ଅଭିପ୍ରାୟ ମୋତେ ଭଲ ପାଇବାର ସଂକେତ ବୋଲି ମୁଁ ଜାଣିପାରୁଥାଏ। ପରବର୍ତ୍ତୀ ପର୍ଯ୍ୟାୟରେ ସେହି ଲୁହ ଏକ ଲୋକ ଦେଖାଣିଆ ଥିଲା ଜାଣି ମନେ ମନେ ବହୁତ ହସିଥିଲି। ପ୍ରେମର ସେହି ଅକୁହା କଥା ଆମ ପାଇଁ ଆଉ ଅବୁଝା ହୋଇନଥିଲା। କଲେଜର ପାଦ ଦେଉଣୁ 2ଟି ପ୍ରେମ ବିହଙ୍ଗର ସ୍ୱାଧୀନ ପ୍ରେମ ଗୀତିରେ ଫାଟି ପଡ଼ୁଥିଲା ପ୍ରେମ ଆକାଶ। କିନ୍ତୁ ହଠାତ୍ ଆମ ପ୍ରେମର ଆକାଶରେ ଘଟି ଆସିଥିଲା କାଳର କଳା ବାଦଲ। ଜାଣିବାକୁ ପାଇଲି ମୋ ରୂପ ରାଇଜର ଲାବଣ୍ୟବତୀ କେଉଁ ଜଣେ ଅଜଣା ରାଜକୁମାରଙ୍କ ରାଣୀ କରିବାର ପ୍ରସ୍ତୁତି ଚାଲିଛି। ସେଦିନ ଗୋପାଳପୁରର ସମୁଦ୍ର ବେଳାଭୂମିର ପ୍ରେମାଳାପ କରୁ କରୁ ସୁଷମା କହିଲା, ଦୀପକ, ମୋର ବାହାଘର ପାଇଁ ଘନ ଘନ ପ୍ରସ୍ତାବ ଆସୁଛି। ଏମିତିରେ ପଙ୍କଜଙ୍କ ସହିତ ମୋର ବିବାହ ପାଇଁ ମୋ ବାପା ମା ପୁଅ ଘରର ପ୍ରସ୍ତାବରେ ରାଜି ହୋଇସାରିଛନ୍ତି। ହେଲେ ମୁଁ କ'ଣ ତୁମକୁ ଛାଡ଼ି ବଞ୍ଚିପାରିବି? ଆଜକୁ 5 ବର୍ଷର ପ୍ରେମ ପ୍ରଣୟ ଭିତରେ ମୁଁ ତମକୁ ଯେଉଁ ସ୍ଥାନ ଦେଇଛି ସେଇଟା କ'ଣ ଅନ୍ୟକୁ ଦେଇପାରିବି? ତମେ କିଛି କର ଦୀପକ, ନହେଲେ ମୁଁ ତମକୁ ହରାଇ ଆଉ କଣ ସୁଖ ଲଭିବି? ସୁଷମା ମୁହଁରୁ ଏସବୁ ଶୁଣିଲା ପରେ ମୁଁ କିଛି ସମୟ ପାଇଁ ତଟସ୍ଥ ହୋଇଗଲି। ମୋ ପାଦ ତଳୁ ମାଟି ଖସିଗଲା ପରି ଲାଗୁଥାଏ। ହେଲେ ମୁଁ ଥିଲି ନାଚାର। କାରଣ ମୁଁ ଆଉ ସୁଷମା ଦୁହେଁ ଥିଲୁ ସମବୟସ୍କ, ଗୋଟିଏ କ୍ଲାସମେଟ୍। ସେ ଯଦି ମୋତେ ଅପେକ୍ଷା କରେ ତାହେଲେ ମୋର ବାହାଘର ହେଲା ବେଳକୁ ନିହାତି 5 ବର୍ଷ। ମୋ ଉପରେ ମୋ ଅଭିଆଡ଼ି ବଡ଼ ଭାଇ, ତାପରେ ବଡ଼ ଭଉଣୀ। ମୁଁ ହେଉଛି ମୋ ପିତାମାତାଙ୍କ କନିଷ୍ଠ ସନ୍ତାନ। ମୁଁ ଜାଣିଛି ଘରେ ମୋ ବାହାଘର କଥା କହିବା ଏକ ପରିହାସର ବିଷୟ। ତେଣୁ ସୁଷମାକୁ ବିବାହର ଆଶା ଦେଖାଇବା ଏକ ପ୍ରବଞ୍ଚନା ମାତ୍ର ହେବ। ଦେଖ ସୁଷମା, ତମେ ମୋତେ ଯେତିକି ଭଲ ପାଅ ମୁଁ ବି ତମକୁ ତାଠାରୁ ଆହୁରି ଅଧିକ ଭଲ ପାଏ। ହେଲେ ସବୁ ପ୍ରେମର ଅନ୍ତ ଯେ ବିବାହ ହୋଇଥାଏ ତାହା ଭାବିବା ଭୁଲ। ବାପା ମା ଆମକୁ ଜନ୍ମ ଦେଇ ଦୁନିଆ ଦେଖାଇଛନ୍ତି, କେତେ କଷ୍ଟରେ ପାଳି ପୋଷି ବଡ଼ କରିଛନ୍ତି। ଆମ ଭଲ ପାଇବା ତାଙ୍କ ଭଲ ପାଇବା ସହ ଆଦୌ ତୁଳନୀୟ ନୁହେଁ। ପିତାମାତା ହେଉଛନ୍ତି ମର୍ତ୍ତ୍ୟର ଚଳନ୍ତି ଦେବତା। ସେମାନେ କେବେ ବି ଆମର ଅମଙ୍ଗଳ ଚାହିଁବେ ନାହିଁ। ତୁମେ କହିବା ଅନୁସାରେ ପଙ୍କଜ ଜଣେ ଉଚ୍ଚ ଶିକ୍ଷିତ, ସରଳ, ଭଦ୍ର ଓ ନମ୍ର ପିଲା। ରୂପରେ ଯେମିତି ଗୁଣରେ ବି ସେମିତି। କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ଏକ ସରକାରୀ କର୍ମଚାରୀ। ତେଣୁ ବାପା ମାଙ୍କ କଥାରେ ରାଜି ହୋଇ ତୁମେ ପଙ୍କଜଙ୍କୁ ବାହା ହୋଇ ସୁଖରେ ରୁହ। ତୁମେ ଏତେ ସହଜରେ କେମିତି ଏସବୁ କଥା କହିପାରୁଛ ଦୀପକ?
ଯାହାକୁ ମୁଁ ମୋ ଜୀବନ ଠାରୁ ଅଧିକ ଭଲ ପାଉଥିଲି, ଯାହା ପାଖରେ ମୋର ମନ ଆଉ ଦେହକୁ ସମର୍ପି ଦେଇ 7 ଜନ୍ମର ଆୟୁଷକୁ ଏକାଠି ଜୀଇବାର ଆଶା ବାନ୍ଧିଥିଲି, ତାକୁ ଅଧା ବାଟରେ କେମିତି ଛାଡ଼ି ଦେଇପାରିବ? ସୁଷମା, ଭଗବାନ ଶ୍ରୀକୃଷ୍ଣଙ୍କର ଅଷ୍ଟଭାରିଜାଙ୍କ ମଧ୍ୟରେ ରାଧାଙ୍କ ସ୍ଥାନ ନଥାଇ ବି ରାଧାଙ୍କ ପ୍ରେମ କାଳଜୟୀ ହୋଇପାରିଛି। ହେଲେ ଅଷ୍ଟଭାରିଜା ଶ୍ରେଷ୍ଠା ରୁକ୍ମିଣୀଙ୍କୁ କେହି ମନେ ରଖିନାହାନ୍ତି। ଏ କଥା ଜାଣି ରଖ ଯେ ଶାଶ୍ୱତ ପ୍ରେମର ଗାଥା ଯୁଗେ ଯୁଗେ ରହିଆସିଛି। ହୁଏତ ତମେ ମୋ ପତ୍ନୀ ହୋଇନପାର, କିନ୍ତୁ ଆଜୀବନ ତମେ ମୋ ପ୍ରେମିକା। ଦୀପକ, ମୁଁ ଜାଣିପାରୁଛି ଯେ ଏଇ ଜନ୍ମରେ ତୁମ ନାଁରେ ସିନ୍ଦୁର ମୋ ସୀମାନ୍ତରେ ପିନ୍ଧିପାରିବି ନାହିଁ। ତେଣୁ ଯାହା ପାଖରେ ଏ ମନ ବନ୍ଧା ପଡ଼ିଛି, ତାଙ୍କୁ ମୁଁ ମୋର ସର୍ବାଙ୍ଗ ସମର୍ପି ଦେବାକୁ ଚାହେଁ। ଏତିକି କହି ନିକାଞ୍ଚନ ବେଳାଭୂମିରେ ଅନ୍ଧାରିଆ ମୁହୂର୍ତ୍ତରେ ଅସହ୍ୟ ଦେହଧାର ମୁଦ୍ରିତ ନୟନରେ ତାର ନିବସ୍ତ୍ର ଶରୀରକୁ ମୋ ଉପରେ ଲୋଟିଦେଲା। ଏ କି କଥା କହୁଛୁ ସୁଷମା? ପୂର୍ଣ୍ଣ୍ୟର ପ୍ରେମକୁ କାମନାର ଦେହଭୋଗରେ ବିଲୀନ କରିଦେଇ ପାପର କଳଙ୍କିତ ଅଧ୍ୟାୟ ରଚିବାକୁ ମୁଁ ଚାହେଁ ନାହିଁ। ଏସବୁ ଅସାମାଜିକ କର୍ତ୍ତବ୍ୟ କରିବା ପାଇଁ ମୋ ମନ ଓ ମସ୍ତିଷ୍କ ଉଭୟ ମୋର ବିରୋଧୀ। ଏପରି କର୍ମ ପାଇଁ ମୋ ବିବେକ ମୋତେ ଅନୁମତି ଦେଉନାହିଁ। ପାଖରେ ଥିବା ସମ୍ବଲପୁରୀ ଚୁନରୀକୁ ଉଠାଇ ତା ପୁଙ୍ଗୁଳା ଦେହରେ ଢାଙ୍କିଦେଲି। କିଛି କ୍ଷଣ ବାହୁବନ୍ଧନରେ ବାନ୍ଧିଦେଇ ମୋ ପ୍ରେୟସକୁ ଆଉ କେହି ଛଡ଼େଇ ନେବାର ଦୁଃଖକୁ ଖୁବ୍ ଚତୁରତାର ସହିତ ସହ୍ୟ କରି ନେଇଥିଲି। ସେହି ଦୁଃଖଦ ଦିନର ବିଦାୟ ବେଳାର ବିବାହିତ ଜୀବନରେ ଶୁଭ ମନାସି ସୁଷମାକୁ ବିଦାୟ ଦେବାର ଲୁହ ପିଇ ଯାଇଥିଲି ମୁଁ। ସେଦିନ ଥିଲା ମୋ ପ୍ରେମିକ ଜୀବନର ସୁଷମାକୁ ଶେଷ ଦର୍ଶନ। ତାପରେ ବାପାଙ୍କ ବଦଳିରେ ଗୋପାଳପୁର ସହର ଛାଡ଼ି ସପରିବାର ପଳାଇ ଆସିଥିଲୁ ରାଉରକେଲା। ସୁଷମାର ପ୍ରେମପତ୍ର ଆଉ କିଛି ସାଉଟା ସ୍ମୃତିକୁ ନେଇ 4 ବର୍ଷ ବିତେଇ ଦେଲି ଜଣେ ବିରହ ପ୍ରେମିକର ଜୀବନ। ଏହି ସମୟ ମଧ୍ୟରେ ମୁଁ ପୋଲିସ ଚାକିରିରେ ବରଗଡ଼ରେ ନିଯୁକ୍ତି ପାଇସାରିଥାଏ। ମୋର କ୍ଷତାକ୍ତ ମନକୁ ଉପଶମ କରିବା ପାଇଁ ସ୍ତ୍ରୀ ରୂପରେ ଏକ ପ୍ରଲେପ ମିଳିଗଲା ମିତା। ମିତା ବି ସୁଷମାଠୁ କୌଣସି ଦିଗରେ କମ୍ ନୁହେଁ। ବିବାହର ବାସର ରାତିରେ ଅତୀତ ଜୀବନ ପ୍ରେମ କାହାଣୀକୁ ମିତା ଆଗରେ ବଖାଣି ସୁଷମାର ପ୍ରେମ ପତ୍ର ସହ ତା ଫଟୋକୁ ଚଉଠି ହୋମରେ ଅଗ୍ନିରେ ସୁହା କରିଦେଲି। ମିତା ମଧ୍ୟ ବର୍ଣ୍ଣିଥିଲା ତା ଅତୀତ ଜୀବନର ଘଟଣାବଳୀ। ଦୁହେଁ ଦୁହିଁଙ୍କୁ ଅତୀତକୁ ଭୁଲିଯାଇ ବର୍ତ୍ତମାନକୁ ନେଇ ବଞ୍ଚିବାର ରାଣ ଦେଇ ଆରମ୍ଭ କଲୁ ଜୀବନର ଏକ ନୂତନ ଅଧ୍ୟାୟ। ସେଇ ଗୋଟିଏ ଦିନ ହିଁ ମିତା ସୁଷମାର ଫଟୋ ଦେଖିଥିଲା। ତା ପରଠୁ ମୁଁ ବି ମୋ ମନରେ ପୋଛିଦେଲି ସୁଷମା ସହିତ ବିତେଇଥିବା ଅତୀତକୁ। ଏଇଠି ସରିନି କାହାଣୀ। ଏଇଠି ଥିଲା ସୁଷମା ଆଉ ଦୀପକର ଲଭ୍ ଷ୍ଟୋରି। କିନ୍ତୁ ମିତା ଦେଖେଇଥିବା ସୁଷମା ଫଟୋଟି କୋଉଠୁ ପାଇଲା? କିଏ ତାକୁ ଦେଲା? ନା ମିତା ଦୀପକ ପଛରେ କାହାକୁ ଲଗେଇଛି? ଏସବୁ ପ୍ରଶ୍ନର ଉତ୍ତର ଶୁଣିବା ପାଇଁ ଦେଖନ୍ତୁ ସନ୍ଦେହୀ ପ୍ରିୟାର 2ୟ ଅଧ୍ୟାୟ। ପ୍ରିୟ ବନ୍ଧୁମାନେ, ଆପଣଙ୍କୁ ଏ କାହାଣୀ କେମିତି ଲାଗିଲା ନିଶ୍ଚୟ ନିଜର ମତାମତ ଦେବେ। ଯଦି ପସନ୍ଦ ଲାଗିଲା ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ତଳେ ଥିବା ବେଲ୍ ଆଇକନ୍କୁ ଚିପିବାକୁ ଜମାରୁ ଭୁଲିବେନି। ଆହୁରି ଅନେକ ସୁନ୍ଦର ସୁନ୍ଦର କାହାଣୀ ଶୁଣିବା ପାଇଁ ଇସୁ ଟିଭି ସାଥିରେ ରୁହନ୍ତୁ। ଜୟ ଜଗନ୍ନାଥ।